ମଣିଷ କିଛି ବି ନୂଆ କରିବା ପୂର୍ବରୁ ଗୋଟେ କଥା ଭାବିଥାଏ କି ଲୋକେ କ'ଣ କହିବେ, ଆଉ ଏ କଥା ଭାବି ଭାବି ସେ କରିବା କାମକୁ ବି ଅଧୁରା ଛାଡ଼ିଦିଏ। ଲୋକେ କ'ଣ କହିବେ ଏ କଥାକୁ ଭୁଲିଯାଅ, କାହିଁକି ନା କାହାକୁ କିଛି ବି ଫରକ ପଡ଼ିବନି କି ଆପଣ ପିନ୍ଧିଥିବା ଜୁତା କେତେ ପୁରୁଣା। କାହାକୁ କିଛି ବି ଫରକ ପଡ଼ିବନି କି ଆପଣ ପିନ୍ଧିଥିବା କପଡ଼ା କେତେ ପୁରୁଣା। କାହାକୁ କିଛି ବି ଫରକ ପଡ଼ିବନି କି ଆପଣ କେତେ ଟେନସନରେ ରହୁଛନ୍ତି। ମନେ ରଖନ୍ତୁ, ଯଦି ଆପଣ ବର୍ବାଦ ବି ହେଇଯିବେ ନା, ତ ଏ ଦୁନିଆରେ କାହାକୁ କିଛି ବି ଫରକ ପଡ଼ିବନି। ଯଦି କାହାକୁ ଫରକ ପଡ଼ିବ ତ ସିଏ ପ୍ରଥମ ମଣିଷ ଯିଏ ତୁମର ଘରର ରୋଷେଇରେ ଜଳୁଥିବା ଗରମ ନିଆଁରେ ତୁମ ପାଇଁ ଖାଇବା ତିଆରି କରିଥାଏ। ଆଉ ଦ୍ୱିତୀୟ ମଣିଷ ସିଏ ଯିଏ କେତେ ବଡ଼ ଖରା ହେଲେ ମଧ୍ୟ, କେତେ ବଡ଼ ବର୍ଷା ହେଲେ ମଧ୍ୟ କେବେ ବି କାମ କରିବା ବନ୍ଦ କରିନଥାଏ। ଆଉ ଦେହ ଖରାପ ହେଲେ ମଧ୍ୟ ବିଶ୍ରାମ ନ କରି କାମ କରିଥାଏ। ଆଉ ଏ ଦୁଇ ଜଣ ହେଉଛନ୍ତି ଆପଣଙ୍କ ବାପା ମା। ମନେ ରଖନ୍ତୁ, ଏ ଦୁଇ ଜଣଙ୍କୁ ଛାଡ଼ିଦେଲେ ଏ ଦୁନିଆରେ ଆଉ କେହି ବି ହୃଦୟରୁ ଚାହୁଁନାହାନ୍ତି କି ଆପଣ ଜୀବନରେ ସଫଳ ହୁଅନ୍ତୁ।